ନିଦ ନିଦ ବି ବଡ଼ ଅଜବ ପ୍ରକାର। ଯଦି ଆସିଲା ତ ସବୁ କିଛି ଭୁଲେଇ ଦିଏ, ଆଉ ଯଦି ନ ଆସିଲା ସବୁ କିଛି ମନେ ପକାଇ ଦିଏ। ସମୟ ସବୁ କିଛି ଶିଖାଇଥାଏ, କିନ୍ତୁ ସମୟ ଠିକ୍ ସମୟରେ ଶିଖାଇ ନଥାଏ। ସମୟ ଅପେକ୍ଷା କରାଏ, ନଚେତ୍ ସମୟକୁ ଅତିକ୍ରମ କରି ଚିନ୍ତା କରିବାକୁ ପଡ଼େ କିପରି ଈଶ୍ୱରଙ୍କର ପ୍ରିୟ ହେବେ, ଭଗବତ୍ ସେବାରେ ଦିନ ବିତାଇବେ, ସାଧୁ ସଙ୍ଗ କରିବେ, ତୀର୍ଥ ଭ୍ରମଣ କରିବେ, ସତ୍ୟକୁ ଆଶ୍ରୟ କରି ଚଳିବେ, ମିଥ୍ୟାଠାରୁ ଦୂରରେ ରହିବେ, ଶିବକୁ ବ୍ରହ୍ମ ବୋଲି ଭାବି ପ୍ରଣାମ କରିବେ ଓ ସେବା କରିବେ, ଅସତ୍ କର୍ମକୁ ଭୟ କରିବେ, ଦେଶ କାଳ ଓ ପାତ୍ରକୁ ଚାହିଁ ଦାନ କରିବେ, ସବୁବେଳ ପାଇଁ ମୁଖରେ ନାମ ଧରିଥିବେ, ଆସ୍ତେ ଆସ୍ତେ ସଂସାର ପ୍ରତି ମୋହ ତୁଟାଇବେ, ଦୁଃଖ ସୁଖକୁ ସମାନ ଜ୍ଞାନ କରିବେ, ମନରେ ସନ୍ତୁଷ୍ଟ ଭାବ ପୋଷଣ କରିବେ, ମନ ଓ ବୁଦ୍ଧିକୁ ଈଶ୍ୱରାଭିମୁଖୀ କରିବେ, ପ୍ରାଣୀମାନଙ୍କୁ ସ୍ନେହ କରିବେ, କେଉଁମାନଙ୍କଠାରୁ ଦୂରରେ ରହିବେ, କପଟି ଲମ୍ପଟ ବିଟପି ନାରୀ, ନିଶା ପାଣିଖିଆ ଅସଦାଚାରୀ, ମଚୁଆ ମିଛୁଆ ଚୋର ନାସ୍ତିକ, ସଂକ୍ରାମକ ରୋଗୀ ପରନିନ୍ଦୁକ, ବିଷଧର ସର୍ପ ହିଂସ୍ରକ ପ୍ରାଣୀ, ପାଖକୁ ନ ଯିବ ଯେ ଜାଣି ଶୁଣି। ଜୟ ଅଶାନ୍ତି କାହିଁକି ବଢ଼େ? ନିଜ ଇଚ୍ଛା ଅନୁସାରେ କାର୍ଯ୍ୟ ହୋଇ ନ ପାରିଲେ, ଗୋଟିଏ କଥାକୁ ଗଭୀର ଭାବରେ ଚିନ୍ତା କଲେ, ଆତ୍ମାକୁ କିଏ ଯଦି ଆଘାତ କରେ, ବୁଝାମଣାରେ ସାମଞ୍ଜସ୍ୟ ନ ରହିଲେ, ସ୍ୱାସ୍ଥ୍ୟ ଠିକ୍ ନ ରହିଲେ, ଝଗଡ଼ା ଲାଗି ରହିଲେ, ପେଟ ଭିତରେ ବହୁତ କଥାକୁ ଚାପି ରଖିଲେ, କାମ କ୍ରୋଧ ଓ ଲୋଭକୁ ଦମନ ନ କଲେ, କିଛି ଅଘଟଣ ଘଟିଗଲେ, ବିନା କାରଣରେ କିଏ ଆପଣଙ୍କୁ ଦୋଷୀ କଲେ, ନିଜର ଭୁଲ ନିଜେ ଜାଣି ନ ପାରିଲେ, ସବୁବେଳେ ଗୋଟିଏ ସ୍ଥାନରେ ଚୁପଚାପ ବସି ରହିଲେ, ସ୍ୱାମୀ ସ୍ତ୍ରୀ ମଧ୍ୟରେ ମତ ପାର୍ଥକ୍ୟ ଦେଖାଦେଲେ, ପିଲାମାନେ ଅବାଧ୍ୟ ଓ ଅଯୋଗ୍ୟ ହେଲେ, ନିଦ୍ରାକୁ ପ୍ରଭାବିତ କରେ ଅଧିକ ଚା ପିଇବା, ମନକୁ ହାଲୁକା କରିବା ପାଇଁ ଅନେକ ଚା କିମ୍ବା କଫି ପିଇଥାନ୍ତି, ହେଲେ ଯଦି ଆପଣ ଅଧିକ ସମୟ ଚା ପିଉଛନ୍ତି, ଏପରି ଅଭ୍ୟାସ ଠାରୁ ନିଜକୁ ଯଥାସମ୍ଭବ ଦୂରେଇ ରଖନ୍ତୁ। ଏଭଳି ମତବ୍ୟକ୍ତ କରିଛନ୍ତି ୱାସିଂଟନ ୟୁନିଭର୍ସିଟିର ବିଶେଷଜ୍ଞମାନେ ଏକ ସଦ୍ୟତମ ସର୍ଭେରୁ। ସେମାନେ ଏହା ଜାଣିବାକୁ ପାଇଛନ୍ତି, ଅଧିକ ଚା ପିଇବା ଫଳରେ ନିଦ୍ରା ଉପରେ କି ପ୍ରଭାବ ପଡ଼ୁଛି, ତାହାକୁ ଉକ୍ତ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ତନ୍ନ ତନ୍ନ କରି ତର୍ଜମା କରିଥିଲେ। ଆବଶ୍ୟକତାଠାରୁ ଅଧିକ ଚା ପିଇଲେ ଦ୍ୱାରା ଦାନ୍ତ ଉପରେ ଏକ ହଳଦିଆ ରଙ୍ଗର ସ୍ତରଣ ପଡ଼ିଯାଏ। ଏଭଳି ଅଭ୍ୟାସ ସହ ଜଡ଼ିତ ସର୍ଭେ ପରିସରଭୁକ୍ତ ବ୍ୟକ୍ତିମାନଙ୍କ ମଧ୍ୟରୁ ପ୍ରାୟ 45% ମାନଙ୍କଠାରେ ନିଦ୍ରା ଜନିତ ସମସ୍ୟା ଦେଖିବାକୁ ମିଳିଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏଭଳି ଅଭ୍ୟାସ ଥିଲେ ତାହାର ପ୍ରଭାବ ମସ୍ତିଷ୍କର କାର୍ଯ୍ୟଧାରା ଉପରେ ଏକାଂଶରେ ପଡ଼ିବାର ଆଶଙ୍କା ରହିଛି ବୋଲି ସେମାନେ ସତର୍କ କରାଇ ଦେଇଛନ୍ତି। ବିବାହିତ ଜୀବନରେ ସ୍ୱାମୀ ସ୍ତ୍ରୀ ପରସ୍ପରର ସୁଖ ଦୁଃଖର ସାଥୀ, ଜୀବନର ବହୁ ଝଡ଼ଝଞ୍ଜା ଓ ଅଭିଜ୍ଞତା ମଧ୍ୟରେ ଜୀବନ ସଂଗ୍ରାମରେ ଯେତେବେଳେ କ୍ଳାନ୍ତ ଶ୍ରାନ୍ତ ହୋଇଯାଏ, ମନ ରସ ଓ ଛନ୍ଦବିହୀନ ହୋଇଯାଏ, ସେତେବେଳେ ଟିକିଏ ଆନନ୍ଦ ଓ ସୁଖ ଶାନ୍ତି ପାଇଁ ଖୋଜେ। ନାରୀର ସାନ୍ନିଧ୍ୟ ଓ ସହାନୁଭୂତି ପାଇଲେ ମନରେ ପୁଣି ସୃଷ୍ଟି ହୁଏ ନୂତନ ଆଶାର ଇନ୍ଦ୍ରଧନୁ ଓ ମିଳନର ଛନ୍ଦ। ପୁରୁଷ ଓ ସ୍ତ୍ରୀ ପରସ୍ପରର ପରିପୂରକ, ସବୁ ଅବସ୍ଥାର ସାଥୀ। ଯେତେବେଳେ ଦୁଃଖ ଓ ନିରାଶାରେ ଭାଙ୍ଗି ପଡ଼େ, ସେତେବେଳେ ସେ ଖୋଜେ ନିଜ ଜୀବନ ସାଥୀ ଠାରୁ କେଇ ପଦ ମିଠା କଥା, ସହାନୁଭୂତି ଓ ପ୍ରେରଣା। ଜୟ ଶ୍ରୀ ଜଗନ୍ନାଥ।